ବିରୋଧୀ ଦଳ ହିସାବରେ ସେ ପଚାରିବାର ଅଧିକାର ଅଛି, କିନ୍ତୁ ତାଙ୍କର ନୈତିକ ଅଧିକାର ନଥିଲା ଯେ ଅଧ୍ୟକ୍ଷ ମହୋଦୟଙ୍କୁ ସେ ବୁଢ଼ୀ ବୋଲି କହିବାର ଭାଷା, ସେ ଭାଷା ତାଙ୍କୁ କହିବାର ତାଙ୍କ ଅଧିକାର ନଥିଲା। ପ୍ରଥମ ଜିନିଷ ହେଲା ତ ଫେକ୍ ସିଗ୍ନେଚର କଥା କହିଲେ ବିଗତ 15 ବର୍ଷରୁ ଏଇଟା ତାଙ୍କେ ହିଁ ପକେଇଛନ୍ତି, ମୁଁ ଅନୁଭବ କରୁଛି। ପୂର୍ବ ଭିଡ଼ିଓ ମାନେ ମଣ୍ଡଳ ଭିଡ଼ିଓ ଥିଲେ, ପ୍ରଧାନ ଭିଡ଼ିଓ ଥିଲେ, ସେମାନେ ଏଠି ଜାଣିନଥିଲେ ସରପଞ୍ଚ କିଏ ଅଛନ୍ତି, ଏଠି ଜାଣିନାହାନ୍ତି ସମିତି ସଭ୍ୟ କିଏ ଅଛନ୍ତି, ଏଠି ପିଓମାନେ ଦେଖି ନାହାନ୍ତି କେତେ ସରପଞ୍ଚକୁ। ମୁଁ ଯେତେବେଳେ ବିଧାୟକ ଆସିଲି ପ୍ରଥମ ମିଟିଂ ଅନୁରୋଧ କରିଥିଲି ପିଓମାନଙ୍କୁ, ଭିଡ଼ିଓଙ୍କୁ, ଏଭିଡ଼ିଓଙ୍କୁ ସମସ୍ତଙ୍କୁ ସରପଞ୍ଚମାନଙ୍କୁ ଡାକନ୍ତୁ, ପଞ୍ଚାୟତ ସମିତିରେ ପଞ୍ଚାୟତରେ ବସିବା ଜାଗା ଦିଅନ୍ତୁ। ପଞ୍ଚାୟତ ସରପଞ୍ଚଟା ତାର ଚେୟାର କୋଉଟା, ତାର ଅଫିସ କୋଉଟା, ତାର ଗାଁ କୋଉଠି, ସେ ପଞ୍ଚାୟତ କେତେଟା ଗାଁ ଅଛି, ଏଗୁଡ଼ା ଦେଖିବାର ଅଧିକାର ଅଛି ଆଉ ଜାଣିବା ବି ଆବଶ୍ୟକତା ଅଛି। ତେଣୁ ପୂର୍ବ ବିଧାୟକ 15 ବର୍ଷ ଭିତରେ ଯୋଉମାନେ ସରପଞ୍ଚ ଆସିଥିଲେ ସେମାନେ ତାଙ୍କ ଇଟା ଫ୍ୟାକ୍ଟ୍ରି ଦାଦନ ଖଟାଉଥିଲେ, ସେମାନେ ଶିଖେଇ ନାହାନ୍ତି ପଞ୍ଚାୟତ କେମିତି କାମ କରାଯିବ, କେମିତି ଲୋକଙ୍କୁ ସହଯୋଗ କରାଯିବ, ଲୋକଙ୍କ ନିଡକୁ କେମିତି ପୂର୍ଣ୍ଣ କରାଯିବ। ଏ ପରିପ୍ରେକ୍ଷୀରେ ପୂର୍ବ ବିଧାୟକ ଯାହା କହୁଛନ୍ତି ମାନେ ଭୋକ ବିକଳ ତାଟିଆ ଖାଇବା। ଯୋଉ ଦିଟା ଫାଇଲ କଥା କହିଲେ ମୁଁ ଯାହା ଅନୁସନ୍ଧାନ କରିଛି ଅଧ୍ୟକ୍ଷ ମହୋଦୟ ସେ ଫାଇଲ ସିଗ୍ନେଚର କରିଛନ୍ତି, କିନ୍ତୁ ପିସିଟା ଅଧ୍ୟକ୍ଷ ନେଇଗଲେ, ପୂର୍ବ ବିଧାୟକ ନେଇପାରିଲେ ନାହିଁ, ଏଠି ଗେପ୍ ରହିଲା। ତେଣୁ ପିସି ନ ଗଲେ ସେ ବାଉଳି ଭିତରେ ହୁଅନ୍ତି। ବର୍ତ୍ତମାନ ଆମେ ବିଧାୟକ ଆସିବା ବର୍ଷେ ହେଇଗଲା, ମୁଁ ତାଙ୍କୁ କେବେ ଦେଖିନି। ଅନେକ ଥର କଲେକ୍ଟରଙ୍କୁ ବି କହିଛି, ବିଡ଼ିଓଙ୍କୁ କହିଛି, ଚିଠି କରାହେଇଛି ପଞ୍ଚାୟତ ସମିତି ମିଟିଂ କରିବା ପାଇଁ। ପଞ୍ଚାୟତ ସମିତି ମିଟିଂ ସେ ଏଭଏଡ୍ କରିଛନ୍ତି, କେବେ ଛୁଟି ନେଇଛନ୍ତି ତ କେବେ ଆବସେଣ୍ଟ ରହିଛନ୍ତି। ଆଉ ଗୋଟେ କଥା ହେଲା କାଉଣ୍ଟର ସିଗ୍ନେଚର କଥା। କାଉଣ୍ଟର ସିଗ୍ନେଚରରେ ସିଗ୍ନେଚର ଫେକ୍ କାହିଁକି ହବ? ଯଦି ସିଏ ଚେମ୍ବରକୁ ଆସିଥାନ୍ତେ, ଚେମ୍ବରରେ ବସିଥାନ୍ତେ, ଚେମ୍ବରରେ ସିଗ୍ନେଚର କରିଥାନ୍ତେ, ତାହେଲେ ଫେକ୍ ସିଗ୍ନେଚର ହେଇନଥାନ୍ତା। ସିଏ କାହା ଗୋଟେ ପିଲାକୁ ପଠାଉଥିଲେ, ଅଧ୍ୟକ୍ଷ ମହୋଦୟ ଯେତେବେଳେ ପଠାଉଥିଲେ ସେ ପିଲା ଫାଇଲ ନେଉଥିଲା, ହୁଏତ ସିଏ କରିଥାଇପାରେ, କିନ୍ତୁ ମୋର ତାଙ୍କର ସିଗ୍ନେଚର ମୋ ବିଶ୍ୱାସ ହେଉଛି ଅଧ୍ୟକ୍ଷ ମହୋଦୟ ସିଗ୍ନେଚର କରିଛନ୍ତି। ଆଉ ଅଧ୍ୟକ୍ଷ ମହୋଦୟ ଏଠି ସେ ସିଗ୍ନେଚର ଇନକ୍ୱାରି ବି କରିନାହାନ୍ତି। ପୂର୍ବ ବିଧାୟକ ପଚାରୁଥିଲେ ଇଏ ବୁଢ଼ୀର ସିଗ୍ନେଚର ନାହିଁ, ତ ଏଇ ଭାଷାରେ କହିବାଟା ଅଧିକାର ନାହିଁ। ପ୍ରଥମ କଥା ତ ଅଧ୍ୟକ୍ଷ ମହୋଦୟଙ୍କୁ ବୁଢ଼ୀ ବୋଲି କହିବାର କାହାର ଅଧିକାର ନାହିଁ। ମୁଁ ଅନୁରୋଧ କରିବି ଏଥିରୁ କ୍ଷାନ୍ତ ରୁହନ୍ତୁ। ତେଣୁ ଲାଜର କଥା ଫାଇଲକୁ ଆଜି ପର୍ଯ୍ୟନ୍ତ କିଛି କିଛି ଜାଗାରେ ଅଧ୍ୟକ୍ଷ ମହୋଦୟ ପୂର୍ବ ବିଧାୟକଙ୍କ ଘରେ ରଖିଛନ୍ତି, ଅଧ୍ୟକ୍ଷଙ୍କ ଘରେ କିଛି ଫାଇଲ ନାହିଁ। ଅଧ୍ୟକ୍ଷ ଜାଣନ୍ତି କ'ଣ, ଏଠି ସରପଞ୍ଚ ଜାଣନ୍ତି କ'ଣ? ପୂର୍ବ ବିଧାୟକଙ୍କୁ ମୁଁ ଅନୁରୋଧ କରିବି, ଆହ୍ୱାନ ବି କରିବି, ଆପଣ ସରପଞ୍ଚ ଶିଖାନ୍ତୁ ଯେ ଟୁ ଟ୍ରେଣ୍ଡରେ ଲୋକଙ୍କ ସେବା କରିବା। କ'ଣ କଲେ ଲୋକମାନେ ଖୁସି ହେବେ, ଆପଣଙ୍କୁ ପୁଣି ଏବେ ସହଯୋଗ କରିବେ, ଭୋଟରେ ସହଯୋଗ କରିବେ। ତେଣୁ ପଞ୍ଚାୟତରେ ସରପଞ୍ଚ ବସୁ, ସପ୍ତାହରେ 2-4 ଦିନ ବସୁ, ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ମହୋଦୟ ଆସି ବସନ୍ତୁ, ମୁଁ ସ୍ୱାଗତ କରୁଛି। ତାଙ୍କ ଚେମ୍ବର ଅଛି, ତାଙ୍କ ଚେମ୍ବର ସବୁବେଳେ ଖାଲି ପଡ଼ୁଛି, ଭାଇସ୍ ଚେମ୍ବର ଅଛି, ସେମାନେ ଆସି ବସନ୍ତୁ, ତାଙ୍କର କାର୍ଯ୍ୟ କରନ୍ତୁ, ଲୋକଙ୍କ ସହିତ ସାଥ ଦିଅନ୍ତୁ। ମୋର ଅନୁରୋଧ ରହିବ ଅଧ୍ୟକ୍ଷ ମହୋଦୟଙ୍କୁ, ଉପାଧ୍ୟକ୍ଷ ମହୋଦୟଙ୍କୁ ଏବଂ ସରପଞ୍ଚ ମାନଙ୍କୁ, ସମିତି ମେମ୍ବର ମାନଙ୍କୁ ଆପଣ ଅଧିକାରକୁ କ୍ଷୁଣ୍ଣ କରନ୍ତୁ ନାହିଁ, ଅଧିକାରକୁ ନିହାତି ଭାବେ ପ୍ରପର ରୁଟ୍ରେ ୟୁଜ୍ କରନ୍ତୁ, ତାହେଲେ ଆମେ ଖୁସି ହବୁ, ଆମେ ସହଯୋଗ କରିବୁ। ଜୟ ହିନ୍ଦ, ଜୟ ଜଗନ୍ନାଥ, ଭାରତ ମାତା କି ଜୟ।